ଦେଖନ୍ତୁ ତେଲ ସମସ୍ୟା ଆଉ ନାହିଁ କାରଣ କାଲି ଭୁବନେଶ୍ୱରକୁ 150 ଟ୍ୟାଙ୍କର ଆସିଛି। କଟକକୁ ମଧ୍ୟ 76 ଟ୍ୟାଙ୍କର ତେଲ ଆସିଛି। ସବୁ ସହରକୁ ଆମେ ତେଲ ଯିବାର ବ୍ୟବସ୍ଥା କରୁଛୁ। ତେଲ ପାଇଁ କୌଣସି ପ୍ରକାର ପ୍ରୋବ୍ଲେମ୍ ନାହିଁ। ଆଉ ଏଇ ଯେଉଁ ଆନ୍ଦୋଳନ କଥା ଅଛି, ଏ ଆନ୍ଦୋଳନ ସରକାର ଶୀଘ୍ର ସମାଧାନ କରିବାକୁ ଚାହୁଁଛନ୍ତି। ମାନ୍ୟବର ମନ୍ତ୍ରୀ ତାଙ୍କ ସହିତ ଡିସ୍କସନ୍ ରଖିଛନ୍ତି ଜାରି। ଭାବୁଛି ଶୀଘ୍ର ସେ ସମସ୍ୟା ସମାଧାନ ହେଇଯିବ। ତେଲ ପାଇଁ କୌଣସି ପ୍ରୋବ୍ଲେମ୍ ରହିବ ନାହିଁ ବା କୌଣସି ଖୁଚୁରା ଯେଉଁମାନେ ନେଉଛନ୍ତି ତେଲ ସେଟା ପ୍ୟାନିକ୍ ହେବା ଆବଶ୍ୟକ ନାହିଁ। ପ୍ୟାନିକ୍ ସମୟ ନାହିଁ। ତେଲ ସଫିସିଏଣ୍ଟ ମିଳୁଛି। ଲୋକମାନଙ୍କ ଭିତରେ ଆସେ ଯେ ନା ତେଲ ମିଳିବ ନ ମିଳିବ କିଛି ରଖିଦେବା, ଅଧିକ ରଖିଦେବା, ଏଇ ହେଉଛି କଥା। କିନ୍ତୁ ମୋର ଷ୍ଟେଟମେଣ୍ଟ ହେଉଛି ଏଇଆ ଯେ ଆମେ ସଫିସିଏଣ୍ଟ ତେଲର ବ୍ୟବସ୍ଥା କରିଛୁ। କାଲି ଅଫିସର ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଆମ CSO, ଆଡିସନାଲ CSO ସମସ୍ତେ ଲାଗିଛନ୍ତି। ଆମେ ତେଲର ଅଭାବ କରେଇ ଦେବୁ ନାହିଁ। ବିରୋଧୀ ତ ଅନେକ କଥା କହିବେ, ବିରୋଧୀଙ୍କ କଥା ଆମର କିଛି କହିବାର ନାହିଁ। କିନ୍ତୁ ଏ ସମସ୍ୟାର ସମାଧାନ ଶୀଘ୍ର ହେଇଯିବ। ମୁଁ ଭାବୁଛି ଆଜି ହିଁ ହେଇଯିବ। ଡିସ୍କସନ୍ ଚାଲିଛି, ଆଜି ହିଁ ହେଇଯିବ। ଆଉ ତେଲର ପ୍ରୋବ୍ଲେମ୍ କିଛି ନାହିଁ। ଅତ୍ୟାବଶ୍ୟକ ଜିନିଷ ସବୁଠି ମହଜୁଦ ଅଛି। ଯଦି ଏ ସମସ୍ୟାକୁ ନେଇକିରି କିଏ କଳାବଜାରୀ କରେ, କିଏ ଆଉ ଅସୁବିଧାରେ ପକାଇବାକୁ ଚେଷ୍ଟା କରେ ସରକାରଙ୍କୁ, ଆମର ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। କଡ଼ା ଦୃଷ୍ଟି ରଖିଛନ୍ତି ଅଧିକାରୀମାନେ। ତାଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।